ଆମେମାନେ ପ୍ରତିଦିନ ଯେତେବେଳେ ସୂର୍ଯ୍ୟ ନମସ୍କାର କରନ୍ତି, ପ୍ରତିଦିନ ସୂର୍ଯ୍ୟ ନମସ୍କାର କରିବା ସମୟରେ ଆମେ ସୂର୍ଯ୍ୟଙ୍କର ଅନେକ ଗୁଡ଼ିଏ ନାମ ଉଚ୍ଚାରଣ କରିଥାନ୍ତି। ଯେମିତିକି ପୂର୍ବ ଭିଡ଼ିଓରେ ଆମେ ସେଇ ସୂର୍ଯ୍ୟଙ୍କର ଯେଉଁ ଆଦିତ୍ୟ ନାମ ରହିଛି, ସେଇ ଆଦିତ୍ୟର ଅନେକ ଗୁଡ଼ିଏ ପର୍ଯ୍ୟାୟକୁ ଆଲୋଚନା କରିଥିଲେ ଏବଂ ବର୍ତ୍ତମାନ ଆମେ ଆଉ କିଛି ସୂର୍ଯ୍ୟଙ୍କର ନାମର ନିର୍ବାଚନ ବିଷୟରେ ଆଲୋଚନା କରିବା। ଯେମିତିକି ପୂର୍ବରୁ ଆମେ ଦେଖିଥିଲେ ଆଦିତ୍ୟ ପର୍ଯ୍ୟାୟରେ ଆଦିତ୍ୟ, ମିତ୍ର, ବରୁଣ, ସ୍ୱର, କୃଷ୍ଣୀ ଏଇଭଳି ଅନେକ ଗୁଡ଼ିଏ ନାମକୁ ଆମେ ପୂର୍ବ ଭିଡ଼ିଓରେ ବିଚାର କରିଥିଲେ। ବର୍ତ୍ତମାନ ଆଉ କିଛି ନାମକୁ ଆଲୋଚନା କରିବା, ସେମାନଙ୍କର ନିରୁକ୍ତ ଏବଂ ନିର୍ବାଚନ ଶୈଳୀ ବିଷୟରେ ଟିକେ ଆଲୋକପାତ କରିବା। ବର୍ତ୍ତମାନ ଦେଖିବା ସୂର୍ଯ୍ୟଙ୍କର ବା ଆଦିତ୍ୟଙ୍କର ଅନ୍ୟ ଏକ ନାମ ହେଉଛି ନାକ। ନାକ ଆଦିତ୍ୟୋ ଭବତି। ଏଠାରେ ନାକକୁ ଆଦିତ୍ୟବାଚକ ବୋଲି ବିଚାର କରାଯାଇଛି। କିପରି ସେମାନେ ତାଙ୍କର ନିର୍ବାଚନ କିପରି ହୋଇପାରେ ବା କେମିତି ଦିଆଯାଇପାରେ ନା ନେତା ରସାନାମ, ନେତା ଭାଷାମ, ଜ୍ୟୋତିଷାମ ପ୍ରଣୟ। ଏଭଳି ଭାବରେ ତିନୋଟି ନିର୍ବାଚନ କ୍ରମରେ ସେ ଯେଉଁ ନାକ ନାମଟି ଆଦିତ୍ୟ ଅର୍ଥରେ ପ୍ରୟୋଗ କରାଯାଇଛି। ତାହେଲେ ଆର ଅର୍ଥ ବିଷୟରେ ଆଲୋକପାତ କରିବା। ତାର ଅର୍ଥ କିପରି ହେଉଛି ନା କିପରି ବୁଝିବା ଆମେ ନା ନେତା ରସାନାମ। ଭଗବାନ ସୂର୍ଯ୍ୟ ନାରାୟଣ କ'ଣ କରନ୍ତି, ପ୍ରତିଦିନ ଉଦୟ ହେବା ମାତ୍ରେ ତାଙ୍କ ନିଜର କିରଣ ଜାଲ ଦ୍ୱାରା କ'ଣ କରନ୍ତି ନା ଜଳ ବା ରସମାନଙ୍କୁ ନେଇଯାଉଥିବାରୁ ବା ସଂଗ୍ରହ କରୁଥିବାରୁ ବା ଶୋଷଣ କରୁଥିବାରୁ ତାଙ୍କୁ ନେତା ବା ନାୟକ ବୋଲି କୁହାଯାଇଥାଏ। ତ ଏଠାରେ ନେତା ସୂର୍ଯ୍ୟଙ୍କ ଅର୍ଥ ଯେଉଁ ନେତା ଶବ୍ଦଟି ବିବେଚିତ କରାଯାଇଛି, ସେ ନେତା କହିବାର ଅର୍ଥ ନା ପ୍ରତିଦିନ ସୂର୍ଯ୍ୟ ଉଦୟ ହେବା ମାତ୍ରେ କ'ଣ କରନ୍ତି, ତାଙ୍କର ଯେଉଁ ପ୍ରଖୀର କିରଣ ଜାଲରେ ବା କିରଣ ମାନଙ୍କ ଦ୍ୱାରା ସେ କ'ଣ କରନ୍ତି ନା ଭୂପୃଷ୍ଠରୁ ଜଳରାଶିକୁ ଶୋଷଣ କରିନିଅନ୍ତି। ସାଧାରଣତଃ ଆମେ ଯେତେବେଳେ ସୂର୍ଯ୍ୟ କିରଣରେ ଅଧିକ ସମୟ କୋଉଠି ଚଲାବୁଲା କରନ୍ତି ବା ବାହାରେ ଯାତାୟାତ କରନ୍ତି, ସାଧାରଣତଃ ଆମମାନଙ୍କର ତଣ୍ଟି ଶୁଖି ଯିବାର ଅନୁଭବ ହୁଏ ବା ନିଜକୁ ଟିକେ ଶୁଷ୍କତା ଅନୁଭବ ହୁଏ। ତ ସେହି ସମୟରେ ଆମେ ଅନୁଭବ କରନ୍ତି ଯେ ସୂର୍ଯ୍ୟ କିରଣରେ ଅଧିକ ସମୟ ରହିବା ଦ୍ୱାରା ହିଁ ଆମ ଦେହ ଟିକେ କ'ଣ ହୁଏ ନା ଶୁଖିଯାଏ, ଶୁଷ୍କ ହୋଇଯାଏ। ତ ଏଇଭଳି ଆମକୁ ବୁଝିବାକୁ ପଡ଼ିବ ଯେ ଏହି ସମ୍ପୂର୍ଣ୍ଣ ସୂର୍ଯ୍ୟ କିରଣ ଦ୍ୱାରା ହିଁ କ'ଣ ହୁଏ ନା ଭୂପୃଷ୍ଠରୁ ଜଳଭାଗ ଗୁଡ଼ିକ ବା ସେଇ ଜଳରଶ୍ମି ଗୁଡ଼ିକ, ଯାହାକୁ ଏଠି ରସ ଶବ୍ଦରେ ବିବେଚିତ କରାଯାଇଛି, ସେହି ଜଳରାଶି ମାନେ କ'ଣ ହୁଅନ୍ତି ନା ସୂର୍ଯ୍ୟ କିରଣ ଦ୍ୱାରା ସ୍ୱର୍ଗ ଲୋକ ବା ଦେଉ ଲୋକକୁ ଚାଲି ଯାଇଥାନ୍ତି, ଯାହାଫଳରେ କି ସେଠି ଯିବା ପରେ ପୁଣି କାଳକ୍ରମରେ ବୃଷ୍ଟି ରୂପରେ ଆଉଥରେ ଏହି ପୃଥିବୀ ଲୋକରେ ଆସି ବର୍ଷିଥାନ୍ତି। ତ ଏଇଭଳି ଭାବରେ ଆମକୁ ଏଠି ବୁଝିବାକୁ ପଡ଼ିବ ଯେ ନେତା ରସାନାମ କହିଲେ ଯେଉଁ ନିର୍ବାଚନଟି ଏଠି ବିଚାର କରାଯାଇଛି, ତାହା ସୂର୍ଯ୍ୟଙ୍କର ବା ଆଦିତ୍ୟଙ୍କର ସେ ନାକ ଅର୍ଥକୁ ପ୍ରତିପାଦନ କରିବା ପାଇଁ ୟାସ୍କାଚାର୍ଯ୍ୟ ନିରୁକ୍ତ ଏଠି ନେତା ରସାନାମ ରୂପକ ନିର୍ବାଚନ ଦେଇଛନ୍ତି। ପୁଣି ଇଏ ହେଉଛି ଗୋଟେ କଥା ଗଲା। ଆଉ ତାପରେ ଦେଖିବା ଜ୍ୟୋତିଷାମ ପ୍ରଣୟ। ଏଠି ସାଧାରଣତଃ ଜ୍ୟୋତି କହିଲେ ଆମେ ମାନେ ରଶ୍ମି, କିରଣ ବା କୌଣସି ପ୍ରଦୀପ୍ତ ରଶ୍ମି ବା ପ୍ରଦୀପ୍ତ ଏକ ପ୍ରକାଶମାନ ବିଷୟକୁ ସାଧାରଣତଃ ବୁଝିଥାନ୍ତି ବା ପ୍ରକାଶମାନ ଭାବକୁ ଏଠି ଆମେ ଜାଣିଥାନ୍ତି ଲୋକଲୋଚନରେ। କିନ୍ତୁ ଏଠି ଜ୍ୟୋତିଷାମ କହିଲେ ଚନ୍ଦ୍ର ନକ୍ଷତ୍ରଙ୍କର ଜ୍ୟୋତି ବା ଚନ୍ଦ୍ର ନକ୍ଷତ୍ରଙ୍କର କିରଣ ବା ତାଙ୍କର ଦୀପ୍ତି ବିଷୟକୁ ବୁଝିବାକୁ ହେବ। କାହିଁକି ନା ସେଠି ଯେହେତୁ ଯେତେବେଳେ ନାକ ଶବ୍ଦର ନିର୍ବାଚନ କରାଯାଉଛି, ଏଠି ଏକ ନିର୍ବାଚନ ଆସେ ଜ୍ୟୋତିଷାମ ପ୍ରଣୟ। ତାର ଅର୍ଥ ଚନ୍ଦ୍ର ନକ୍ଷତ୍ରଙ୍କୁ ନିଜ ପ୍ରକାଶ ଦ୍ୱାରା କ'ଣ କରନ୍ତି ନା ସୂର୍ଯ୍ୟ ଗତି ପ୍ରଦାନ କରନ୍ତି। କିଭଳି ସେଟା ହେଇଥାଏ ନା ଯେତେବେଳେ ସାଧାରଣତଃ ଆମେ ଜାଣନ୍ତି ସୂର୍ଯ୍ୟ ହିଁ ହେଉଛନ୍ତି એકમાત્ર ଶକ୍ତିର ଅଧିକାରୀ, ଯିଏକି ସମ୍ପୂର୍ଣ୍ଣ ବିଶ୍ୱକୁ ନିଜର ପ୍ରକାଶ ଦ୍ୱାରା ବା ନିଜର ଶକ୍ତି ଦ୍ୱାରା କ'ଣ କରନ୍ତି ନା ଜୀବିତ କରିଥାନ୍ତି। ସେଥିପାଇଁ ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର ବା ଜୀବନ ଶକ୍ତିର ଉତ୍ସ ବୋଲି ସମସ୍ତେ ଜାଣିଥାଉ ବା ସମସ୍ତେ ସେଇ ଆମକୁ କହିଥାନ୍ତି ସେ ବିଷୟରେ। କିନ୍ତୁ ଏଠି ଆଉ ଗୋଟେ କଥା ଆମକୁ ବୁଝିବାକୁ ପଡ଼ିବ ଯେ ସୂର୍ଯ୍ୟ କିପରି ଭାବରେ ଚନ୍ଦ୍ର ନକ୍ଷତ୍ର ମାନଙ୍କୁ ନିଜର ପ୍ରକାଶ ଦ୍ୱାରା ଗତି ପ୍ରଦାନ କରନ୍ତି ନା ଏଇଭଳି ନା ଯେତେବେଳେ ସୂର୍ଯ୍ୟଙ୍କର କିରଣ ସେମାନଙ୍କ ଉପରେ ପଡ଼େ, ସେମାନେ କ'ଣ ହୁଅନ୍ତି ତାଙ୍କର ଆଭାକୁ ବା ତାଙ୍କର କାନ୍ତିକୁ ଉପଲବ୍ଧି କରନ୍ତି ବା ସେମାନେ ପ୍ରକାଶିତ ହୁଅନ୍ତି। ପ୍ରକାଶିତ ହେବା ଦ୍ୱାରା କ'ଣ ହୁଏ ନା ସୂର୍ଯ୍ୟଙ୍କର ପ୍ରକାଶରେ ଚନ୍ଦ୍ର ନକ୍ଷତ୍ର ନିଜେ ପ୍ରକାଶିତ ହୁଅନ୍ତି ଏବଂ ସେମାନେ ଯେତେବେଳେ ନିଜର ପ୍ରକାଶକୁ ଆମ ସାମ୍ନାରେ ପ୍ରକଟ କରନ୍ତି, ଆମେ ସେତେବେଳେ ସାଧାରଣତଃ ରାତିରେ ଚନ୍ଦ୍ରମା ନକ୍ଷତ୍ର ମାନଙ୍କୁ ଦର୍ଶନ କରିଥାନ୍ତି। ତ ସେମାନଙ୍କର ଯେଉଁ ଗତି
ଏଇଭଳି ହିଁ ସେମାନଙ୍କର ଗତି ସମ୍ଭବ ହୁଏ ବୋଲି ଆମକୁ ଏଠି ବୁଝିବାକୁ ପଡ଼ିବ। ଏଠି ଗତି କହିଲେ ଆଉ କିଛି ଅର୍ଥ ନୁହଁ, କେବଳ ସୂର୍ଯ୍ୟଙ୍କର କିରଣରେ ବା ସୂର୍ଯ୍ୟଙ୍କର ପ୍ରକାଶରେ ସେମାନେ ପ୍ରକାଶମାନ ହୁଅନ୍ତି ବା ସେଇଟାକୁ ହିଁ ସେଇ ପ୍ରକାଶମାନ ହୋଇ ଯେଭଳି ସେ ଲୋକର ସମ୍ପୂର୍ଣ୍ଣ ଲୋକର କଲ୍ୟାଣ କରନ୍ତି, ଏଇଭଳି ହିଁ ସେମାନଙ୍କର ଗତି ଗତି ପ୍ରଦାନ ରୂପକ ଅର୍ଥକୁ ଆମକୁ ବୁଝିବାକୁ ହେବ। ପୁଣି କ'ଣ କୁହାଯାଏ ନା ଦିଉଲୋକକୁ ମଧ୍ୟ ଯେହେତୁ ଏଠି କୁହାଯାଇଛି ଅଥ ଦିୟୌଃ ବୋଲି ଗୋଟିଏ ଏଠି ବିଚାର କରାଯାଇଛି ନା ଅଥ ଦିୟୌଃ କହିଲେ ଯେଉଁଭଳି ଭାବରେ ଆମକୁ ନାକ ଶବ୍ଦରେ ଆଦିତ୍ୟ ବାଚକ ଅର୍ଥକୁ ବୁଝିବାକୁ ପଡ଼େ, ସେଇଭଳି ନାକ ଶବ୍ଦରେ ଦିଉଲୋକର ବା ଦିଉଲୋକ ରୂପକ ଅର୍ଥକୁ ମଧ୍ୟ ଏଠି ଆମକୁ ବିବେଚିତ କରିବାକୁ ପଡ଼ିବ, ଆମକୁ ବୁଝିବାକୁ ପଡ଼ିବ। ସେଥିପାଇଁ ଦିଉଲୋକକୁ ମଧ୍ୟ ନାକ କୁହାଯାଏ ବୋଲି ଆମେ ଏଠୁ ବିଚାର କରିବା। କେମିତି ବା ଆମେ ଏଠୁ ଜାଣିବା କେମିତି ନା କମ୍ କହିଲେ ସୁଖ। ସାଧାରଣତଃ କମ୍ ହେଉଛି ଗୋଟେ ଶବ୍ଦ ଯାହାର ଅର୍ଥ ହେଉଛି ସୁଖ। ନ କମ୍ ଅକମ୍, ନ ଅକମ୍ ନାକ। ତ ଏଠି ଦେଖନ୍ତୁ ବ୍ୟାକରଣରେ ବା ଆମର ସଂସ୍କୃତ ବ୍ୟାକରଣ ପ୍ରକ୍ରିୟାରେ ଗୋଟିଏ ବିଷୟକୁ ଶିଖିବା ପାଇଁ ଆଉ ଗୋଟେ ବିଷୟକୁ ବୁଝିବା ପାଇଁ କେତେ ଯେ ମନୋରଞ୍ଜନ ଆମକୁ ମିଳିଥାଏ ବା କେତେ ଗୋଟେ ବିଷୟକୁ ଶିଖିବା ପାଇଁ ଆମକୁ କେତେ ଆନନ୍ଦର ସହ ଆମେ ସେ ବିଷୟଟାକୁ ବୁଝୁ ବା ସେଇ ଆନନ୍ଦ ଉପଲବ୍ଧି କରୁ। ଏଇଟା ହିଁ ହେଉଛି ଏଇ ବିଷୟର ସଂସ୍କୃତ ବା ଏଇ ବ୍ୟାକରଣ ପଢ଼ିବାର ଇଏ ହେଉଛି ଏକ ମନୋରଞ୍ଜନ ବିଷୟ ବା ମନୋରଞ୍ଜକ ତଥ୍ୟ ଅଟେ। ତ ଏଠୁ ଆମକୁ ବୁଝିବାକୁ ପଡ଼ିବ ଯେ ଦିଉ ଶବ୍ଦ ଯେଉଁ କୁହାଗଲା ଯେ ଦିଉ ଅଥ ଦିୟୌଃ ମାନେ ଦିଉକୁ କେମିତି ଏଠି ଆମକୁ ବୁଝିବାକୁ ପଡ଼ିବ ନାକ ଶବ୍ଦରେ। ତ ତାର ଅର୍ଥ ତାର ନିର୍ବାଚନ ଏଠି କହୁଛି କମିତି ସୁଖ ନାମ ତତ୍ ପ୍ରତିସିଦ୍ଧମ୍ ପ୍ରତିସିଦ୍ଧ୍ୟତେ, ଅର୍ଥାତ୍ କମ୍କୁ ଏଠି ସୁଖକୁ ଏଠି କମ୍ ନାମରେ ବିବେଚିତ କରାଗଲା ବା କମ୍ କହିଲେ ସୁଖ ବୋଲି ଆମେ ଜାଣିଲେ। ନ କମ୍ କହିଲେ ଅକମ୍, ଯାହା ସୁଖ ନୁହଁ ଅସୁଖ। ନ ଅକମ୍ ବୋଇଲେ ଯେଉଁଟା ଅସୁଖ ନୁହଁ ସେଇଟା ହେଲା ସୁଖ। ନା ତତ୍ ପ୍ରତିସିଦ୍ଧ୍ୟମ୍ ପ୍ରତିସିଦ୍ଧ୍ୟତେ ପ୍ରତିସିଦ୍ଧ୍ୟେତ, କ'ଣ ତାର ଅର୍ଥ ନା ଯେଉଁଠାରେ ଯେଉଁ କ୍ଷେତ୍ରରେ ବା ଯେଉଁ ଜାଗାରେ ବା ଯେଉଁ ସ୍ଥାନରେ ଏହି ପ୍ରତିସିଦ୍ଧମ୍ ମାନେ ଅସୁଖକୁ ପ୍ରତିଷେଧ କରାଯାଏ, ନିବାରଣ କରାଯାଏ ବା ବାରଣ କରାଯାଏ, ତାହା ହେଉଛି ସ୍ୱର୍ଗ ବା ଦିଉଲୋକ, ତାହାକୁ ନାକ ବୋଲି କୁହାଯାଏ। ତ ଏଠି ଆମକୁ ବୁଝିବାକୁ ପଡ଼ିବ ଯେ ଦିଉଲୋକରେ କେବେ ହେଲେ ମଧ୍ୟ ଦୁଃଖର ଅନୁଭବ ହୋଇନଥାଏ, ସଦାସର୍ବଦା ଦୁଃଖର ଅଭାବ ଦେଖାଯାଏ। ସେଥିପାଇଁ ଦିଉଲୋକରେ ପହଞ୍ଚିବା ପରେ ସାଧାରଣତଃ କେହି ମଧ୍ୟ ଦୁଃଖ ଅନୁଭବ କରିପାରିନଥାନ୍ତି। ଦିଉଲୋକରେ ତିଳେ ମାତ୍ର ଦୁଃଖ ଅନୁଭବ ହୁଏ ନାହିଁ। ତାର ପ୍ରମାଣ ଦେବାକୁ ଯାଇ ଉପରୋକ୍ତ ମନ୍ତ୍ର କହେ ଅମମ୍ ଲୋକମ୍, ଅର୍ଥାତ୍ ଏହି ଦିଉଲୋକକୁ ଯାଇଥିବା ମାନବମାନେ ଟିକିଏ ହେଲେ ମଧ୍ୟ ଦୁଃଖ ଭୋଗ କରନ୍ତି ନାହିଁ ବା ଟିକିଏ ହେଲେ ମଧ୍ୟ ଦୁଃଖକୁ ଅନୁଭବ କରନ୍ତି ନାହିଁ। କାହିଁକି ନା ପୁଣ୍ୟକର୍ମ କରିଥିବା ଲୋକମାନେ ହିଁ ବା ପୁଣ୍ୟବନ୍ତ ମାନେ ହିଁ କ'ଣ କରନ୍ତି ନା ଏହି ଦେଉଲୋକକୁ ବା ଏହି ନାକକୁ ଯିବାରେ ସମର୍ଥ ହୋଇଥାନ୍ତି। ସେଥିପାଇଁ ତାଙ୍କର ପୁଣ୍ୟ ବଳରେ ସେମାନେ ସେ ଦୁଃଖରୁ ବଞ୍ଚି ବା ଦୁଃଖରୁ ମୁକ୍ତ ହୋଇ ସେ କ'ଣ କରନ୍ତି ସ୍ୱର୍ଗ ଲୋକରେ ବା ନାକ ଲୋକରେ ବା ଦିଉ ଲୋକରେ ଯାଇକି ଅବସ୍ଥାପିତ ହୋଇଥାନ୍ତି। ସେଥିପାଇଁ ତାଙ୍କୁ ସଦାସର୍ବଦା ସୁଖର ଅନୁଭବ ହୋଇଥାଏ। ସେଥିପାଇଁ କୁହାହେଲା ନ ଅକମ୍ ନାକମ୍, ଏଇଭଳି ଭାବରେ ନାକର କ'ଣ କରାଯାଏ ନା ନିର୍ବାଚନ କରାଯାଏ। ତାପରେ ଆଗକୁ ଦେଖିବା ଗୌ ମଧ୍ୟ ଆଦିତ୍ୟ ବାଚକ ଅଟେ। ଯେମିତି ଆମେ ଏଠି ଦେଖିଲେ ନାକକୁ ଆଦିତ୍ୟ ବୋଲି ବିଚାର କରାଯାଇଛି ବା ଆଦିତ୍ୟ ପରକ ଅର୍ଥକୁ ନେଇକି ନାକ ଶବ୍ଦର ଆମକୁ ନିର୍ବାଚନ ଏଠି ଦିଆଗଲା। ସେଇଭଳି ଗୌ ଶବ୍ଦରେ ମଧ୍ୟ ଆମକୁ ଆଦିତ୍ୟ ରୂପକ ଅର୍ଥକୁ ବୁଝିବାକୁ ହେବ। କାରଣ ଏହି ସୂର୍ଯ୍ୟ ହିଁ କାହିଁକି ଆମକୁ ଗୌ ଶବ୍ଦରେ ପୁଣି ଆଉଥରେ ଏଠି କୁହାଗଲା ଗୌରାଦିତ୍ୟୋ ଭବତି ଅଥ ଦିୟୌର୍ୟତ୍ ପୃଥିବ୍ୟାମ୍ ଅଧିଦୂରଂ ଗତା ଭବତି ୟଚ୍ଚ अस्यां ଜ୍ୟୋତିଂଷି ଗଚ୍ଛନ୍ତି। ଏଠି କହିବାର ଅର୍ଥ ଏହି ସୂର୍ଯ୍ୟ ହିଁ, ରସ କହିଲେ ସମ୍ପୂର୍ଣ୍ଣ ଜଳରଶ୍ମି, ଭୂମଣ୍ଡଳରେ ଥିବା ଯେଉଁ ଜଳ ଭାଗ ତାକୁ ଏଠି ରସ ଶବ୍ଦରେ ବୁଝିବା। ଏହି ସୂର୍ଯ୍ୟ ହିଁ ରସକୁ ଶୁଖେଇ ଦିଏ। ସାଧାରଣତଃ ସୂର୍ଯ୍ୟ କିରଣ ପଡ଼ିବା ମାତ୍ରେ ହିଁ ଆମ ସାମ୍ନାରେ ଥିବା କୌଣସି ଜଳ କ'ଣ ହୁଏ ବାଷ୍ପୀଭୂତ ହୋଇ ଦିଉଲୋକକୁ ଯାଇଥାଏ ବା ଏହି ସୂର୍ଯ୍ୟ କିରଣ ହିଁ ସେଇ ଜଳକୁ ଶୁଖେଇ ନେଇଯାଇଥାଏ। ସେଥିପାଇଁ କ'ଣ କୁହାଯାଏ ନା ଏଇ ଜଳ କ'ଣ ହୁଏ ନା ଏଇ ସୂର୍ଯ୍ୟଙ୍କ କିରଣ ହିଁ ଜଳକୁ ଶୁଖେଇ ଦିଏ। ପୁଣି କ'ଣ କୁହାଯାଉଛି ନା ଗଚ୍ଛତି ଅନ୍ତରିକ୍ଷେ। ଏଠି ଗୌକୁ କାହିଁକି ସୂର୍ଯ୍ୟ ବୋଲି ବିବେଚିତ କରାଗଲା ନା ଗଚ୍ଛତି ଅନ୍ତରିକ୍ଷେ, ଅନ୍ତରିକ୍ଷରେ ଗତି କରିଥାଏ। ଦେଉଲୋକକୁ ମଧ୍ୟ ଗୌ କୁହାଯାଏ। ଦେଉଲୋକକୁ କାହିଁକି ଗୌ କୁହାଗଲା
କାହିଁକି ନା ପୃଥିବୀ ଠାରୁ ଏହା ଅତ୍ୟନ୍ତ ଦୂର ଦେଶରେ ଅବସ୍ଥିତ। ସେଥିପାଇଁ ଯେହେତୁ ଉପରେ ଆମେ ପଢିଥିଲେ ଅଥ ଦ୍ୟୁର୍ୟତ୍ ପୃଥିବ୍ୟା ଅଧିଦୂରଂ ଗତା ଭବତି ୟଚ୍ଚ अस्यां ଜ୍ୟୋତିଂଷି ଗଚ୍ଛନ୍ତି। ତ ପ୍ରଥମ ଏଠି ଦୁଇଟି ନିର୍ବାଚନ ଦିଆଯାଉଛି। ପ୍ରଥମଟିର ଅର୍ଥ ହେଉଛି ଏହା, ଯେହେତୁ ଏହା ପୃଥିବୀ ଠାରୁ ଅତ୍ୟନ୍ତ ଦୂର ଦେଶରେ ଅବସ୍ଥିତ ହୋଇଥାଏ। ଆଉ ଆଉ କ'ଣ ନା ୟଚ୍ଚ, ଯେହେତୁ ଏହା ଦିଉଲୋକରେ ଚନ୍ଦ୍ର ଏବଂ ତାରା ସମୂହ ଗମନ କରିଥାନ୍ତି, ଯେହେତୁ ଏହି ଦିଉଲୋକରେ ଚନ୍ଦ୍ର ଏବଂ ତାରା ସମୂହ ଗମନ କରିଥାନ୍ତି, ତେଣୁ ଉପରୋକ୍ତ ନିର୍ବାଚନ କ୍ରମରେ ଏହାର ଗୌ ନାମ ସାର୍ଥକ ହେଲା। ତ ଏଠି ଆମେ କ'ଣ ବୁଝିବାକୁ ପାଇଲେ? ସେ ନାକ ଶବ୍ଦକୁ ପ୍ରଥମେ ସୂର୍ଯ୍ୟ ଅର୍ଥରେ ପ୍ରତିପାଦନ କରିବାର ଆମେ ଏଠି ଅନୁଭବ କଲେ ଏବଂ ସେହି ନାକ ଶବ୍ଦର ଏକ ଲୋକ ବା ଦିଉଲୋକ ବା ସ୍ୱର୍ଗ ଲୋକ ଅର୍ଥରେ ମଧ୍ୟ ଏଠି ବିବେଚନା କରାଯିବାର ଆମେ ଜାଣିଲେ। ଦ୍ୱିତୀୟ ପର୍ଯ୍ୟାୟରେ କ'ଣ ହେଲା ନା ଗୌ ଶବ୍ଦ। ଗୌ ଶବ୍ଦଟି ଆଦିତ୍ୟ ଅର୍ଥରେ ମଧ୍ୟ ବିଚାର କରାଗଲା, ତାର ନିର୍ବାଚନ ଆସିଲା ଏବଂ ସେହି ଗୌ ଶବ୍ଦଟିର ଦିଉଲୋକ ଅର୍ଥରେ ମଧ୍ୟ ଏଠି ବିଚାର କରାଗଲା। ଯେମିତିକି ଯଚ୍ଚ अस्यां ଜ୍ୟୋତିଂଷି ଗଚ୍ଛନ୍ତି। ଜ୍ୟୋତିଂଷି ଗଚ୍ଛନ୍ତି କହିଲେ ଏହି ଦିଉଲୋକରେ ବା ଏହି ଯେଉଁ ଉର୍ଦ୍ଧ୍ୱ ସ୍ତରରେ ଦିଉଲୋକରେ କହିଲେ ଏଇ ଆମର ସୂର୍ଯ୍ୟ ଲୋକରେ କ'ଣ ହୋଇଥାଏ ନା ଚନ୍ଦ୍ର ଏବଂ ତାରା ସମୂହ ଗମନ କରିଥାନ୍ତି, ଯାତାୟାତ ଏବଂ ସେଇ ଦେଶରେ ଆମେ ଏଇ ଚନ୍ଦ୍ର ତାରା ମାନଙ୍କୁ ଦେଖିପାରିଥାନ୍ତି। ତେଣୁ ଉପରୋକ୍ତ ନିର୍ବାଚନ କ୍ରମ କ'ଣ ହେଲା ନା ଏଠାରେ ସାର୍ଥକ ହେଲା। ଆଗକୁ ଦେଖିବା, ସୂର୍ଯ୍ୟଙ୍କର ଅନ୍ୟ ନାମ ହେଉଛି ବିଷ୍ଟପ। ଏହି ବିଷ୍ଟପ ହେଉଛି ସୂର୍ଯ୍ୟଙ୍କର ଏକ ଭିନ୍ନ ନାମ। ତାହେଲେ ବିଷ୍ଟପ ନାମଟି କିପରି ସୂର୍ଯ୍ୟଙ୍କର ସାର୍ଥକ ହେଲା ବା ତାର ନିର୍ବାଚନ କିପରି ଭାବରେ ହୋଇପାରେ? ତାର ନିର୍ବାଚନ କୁହାଯାଏ ଆବିଷ୍ଟୋ ରସାନ ଆବିଷ୍ଟୋ ଭାସମ ଜ୍ୟୋତିଷାମ ଆବିଷ୍ଟୋ ଭାସତି ବା। ଏଇଭଳି ଭାବରେ ତିନି ପ୍ରକାର ଏହି ବିଷ୍ଟପ ଶବ୍ଦର ନିର୍ବାଚନ ଦିଆଯାଏ। ତ ଏଇ ତାର ଅର୍ଥ ଦେଖିବା। ନେତା ଭାଷାମ କହିଲେ କ'ଣ ନା କିରଣ ମାନଙ୍କ ଦ୍ୱାରା ଏହି ରସ ମଧ୍ୟରେ ପ୍ରବେଶ କରିଥାନ୍ତି। ସାଧାରଣତଃ ସୂର୍ଯ୍ୟ ଏହି ଭୂପୃଷ୍ଠରୁ ଜଳବିନ୍ଦୁକୁ ବା ଜଳରାଶିକୁ କେମିତି ନେଇଥାନ୍ତି ନା ତାଙ୍କର କିରଣ ମାଧ୍ୟମରେ ବା ତାଙ୍କର କିରଣ ଜାଲକୁ ବିଛେଇ ଦେଇ ସେଇ କିରଣ ମାନଙ୍କ ମାଧ୍ୟମରେ ସେ କ'ଣ କରିଥାନ୍ତି, ଭୂପୃଷ୍ଠରୁ ଏ ଜଳକୁ ବାଷ୍ପୀଭୂତ କରି ଉପରକୁ ନେଇଯାଆନ୍ତି। ସେଥିପାଇଁ କୁହାଗଲା ନେତା ଭାଷାମ, କିରଣ ମାନଙ୍କ ଦ୍ୱାରା ସେ କ'ଣ କରନ୍ତି, ଏହି ଜଳ ମଧ୍ୟରେ ପ୍ରବେଶ କରନ୍ତି, ଏ ଜଳକୁ ବାଷ୍ପୀଭୂତ କରି ନେଇଯାଆନ୍ତି। ତାପରେ ପୁଣି କୁହାଯାଉଛି ଆବିଷ୍ଟ ଭାସମ ଜ୍ୟୋତିଷାମ। କ'ଣ ତାର ଅର୍ଥ ନା ଗ୍ରହ ମାନଙ୍କର ଜ୍ୟୋତି ବା ପ୍ରକାଶରେ ଏହି ସୂର୍ଯ୍ୟ କ'ଣ କରନ୍ତି, ସଦା ସର୍ବଦା ଅନ୍ତର୍ନିହିତ ହୋଇ ରହିଥାନ୍ତି। କାହିଁକି ଆମେ ସମସ୍ତେ ଜାଣିଛନ୍ତି ଚନ୍ଦ୍ରରେ ଦେଖାଯାଉଥିବା ସେଇ ଚନ୍ଦ୍ରର ସେ ଯେଉଁ କିରଣ ବା ନକ୍ଷତ୍ର ମାନଙ୍କ ଭିତରେ ଯେଉଁ ଦେଖାଯାଉଥିବା ସେଇ ରଶ୍ମି ବା କାନ୍ତି, ତାହା ସବୁ ସୂର୍ଯ୍ୟଙ୍କ ଦ୍ୱାରା ହିଁ ସମ୍ଭବ ହୋଇଥାଏ। ଯଦି ସୂର୍ଯ୍ୟ ସେମାନଙ୍କ ଉପରେ ନିଜର ପ୍ରକାଶ ନ ଦିଅନ୍ତେ ବା ପ୍ରକାଶ ନ ପକାନ୍ତେ, ତାହେଲେ ସେମାନେ ମଧ୍ୟ କେବେ ହେଲେ ଜ୍ୟୋତିପୂର୍ଣ୍ଣ ବା କାନ୍ତିଯୁକ୍ତ ହୋଇପାରିନଥାନ୍ତେ। ସେଥିପାଇଁ ଏଠି କୁହାଯାଉଛି ଗ୍ରହମାନଙ୍କର ଜ୍ୟୋତି କ'ଣ ହୋଇଥାଏ, ଏହି ସୂର୍ଯ୍ୟ ଗ୍ରହମାନଙ୍କର ଜ୍ୟୋତିରେ ବା ସେହି ପ୍ରକାଶରେ ସୂର୍ଯ୍ୟ ହିଁ ସଦା ସର୍ବଦା ଅନ୍ତର୍ନିହିତ ହୋଇ ରହିଥାନ୍ତି। ସେଥିପାଇଁ ତାଙ୍କୁ କ'ଣ କୁହାଗଲା ନା ଆବିଷ୍ଟ ଭାସମ ଜ୍ୟୋତିଷାମ। ଇଏ ହେଲା ଗୋଟେ କଥା। ତାପରେ ତୃତୀୟରେ ଦେଖିବା ଆବିଷ୍ଟ ଭାଷା ଇତିବା। ତୃତୀୟ ନିର୍ବାଚନ କୁହାଯାଉଛି ଆବିଷ୍ଟ ଭାଷା ଇତିବା। ତାର ଅର୍ଥ ସ୍ୱୟଂ ନିଜର ପ୍ରଖର ତେଜ ଦ୍ୱାରା ସୂର୍ଯ୍ୟ କ'ଣ ଅଟନ୍ତି ନା ଦୀପ୍ତିମୟ ଅଟନ୍ତି। ସୂର୍ଯ୍ୟ ନିଜର ସ୍ୱୟଂ ପ୍ରଖର ତେଜ ଦ୍ୱାରା ସଦାସର୍ବଦା ଦୀପ୍ତିମୟ ଅଟନ୍ତି। ତାଙ୍କୁ ଆଉ କାହାର ପ୍ରକାଶର ଆବଶ୍ୟକତା ନଥାଏ। ସିଏ ନିଜେ ହିଁ ସମ୍ପୂର୍ଣ୍ଣ ପ୍ରକାଶମୟ ବା ସମ୍ପୂର୍ଣ୍ଣ ତେଜପୁଞ୍ଜ ହୋଇ ସଦା ସର୍ବଦା କ'ଣ କରନ୍ତି, ତିନି ଲୋକକୁ ଭୂ ଭୁବ ଓ ସ୍ୱଃ ଏହି ତିନି ଲୋକକୁ କ'ଣ କରନ୍ତି, ନିଜର ପ୍ରକାଶ ଦ୍ୱାରା ସେ ପ୍ରକାଶମୟ କରିଥାନ୍ତି ବା ସମସ୍ତଙ୍କର ଦର୍ଶନ ଶକ୍ତିକୁ ସେ କ'ଣ କରନ୍ତି, ପ୍ରଭାବିତ କରିଥାନ୍ତି ନିଜର ପ୍ରକାଶ ମାଧ୍ୟମରେ। ସେଥିପାଇଁ କ'ଣ କୁହାଗଲା ନା ଆବିଷ୍ଟ ଭାଷା ଇତି। ତାପରେ କୁହାଯାଉଛି ଦ୍ୟୌରାବିଷ୍ଟା ଜ୍ୟୋତିର୍ଭିଃ ପୁଣ୍ୟକୃଦ୍ଭିଶ୍ଚ, ଅର୍ଥାତ୍ ଦ୍ୟୌଲୋକ ମଧ୍ୟ ବିଷ୍ଟପ ନାମରେ ବିବେଚିତ ହୋଇଥାଏ। ବିଷ୍ଟପ କହିଲେ ଦ୍ୟୌଲୋକକୁ ମଧ୍ୟ ବୁଝାଯାଏ। ତାହା କିପରି ହେଲା ନା ଏଇ ଯେଉଁ ବିଷ୍ଟପର ନିର୍ବାଚନରେ କୁହାଯାଉଛି ଯେ ଏହା ଗ୍ରହ ନକ୍ଷତ୍ର ତଥା ପୁଣ୍ୟାତ୍ମା ମାନଙ୍କ ଦ୍ୱାରା ଆଦୃତ ହୋଇଥାଏ। ସାଧାରଣତଃ ଯେତେବେଳେ ଆମେମାନେ ଜାଣିଥାନ୍ତି ଅତ୍ୟନ୍ତ ପୁଣ୍ୟ କର୍ମ କଲା ପରେ ଯଦି କାହାର ମୃତ୍ୟୁ ଘଟିଥାଏ ବା କିଏ ଦିବଙ୍ଗତ ହୋଇଯାଆନ୍ତି, ତ ସାଧାରଣତଃ ଆମେ ତାର ସ୍ୱର୍ଗଲୋକ କାମନା କରିଥାନ୍ତି ବା ତାର ଆତ୍ମାକୁ ଶାନ୍ତି ମିଳୁ ଏବଂ ତାର ପୁଣ୍ୟ କର୍ମ ଦ୍ୱାରା ସେ କ'ଣ ହଉ, ଦିଉଲୋକକୁ ପ୍ରାପ୍ତି ହେଉ। ସେଥିପାଇଁ ଏଠି ସେଇ ବିଷୟଟି ବିଚାର କରାଗଲା ଯେ ଦିଉଲୋକ ବିଷ୍ଟପ କେମିତି ହେଲା
ନା ଏହା ଗ୍ରହ ନକ୍ଷତ୍ର ତଥା ପୁଣ୍ୟାତ୍ମା ମାନଙ୍କ ଦ୍ୱାରା ଆଦୃତ ହୋଇଥାଏ। ସଦାସର୍ବଦା କ'ଣ ହୁଏ, ସେହି ଦିବଲୋକରେ ଗ୍ରହ ନକ୍ଷତ୍ର ମାନଙ୍କର ଦର୍ଶନ ଆମେ କରିଥାଉ। ସିଏ ହେଉଛି ଗୋଟିଏ କଥା। ଦ୍ୱିତୀୟଟି କ'ଣ ନା ପୁଣ୍ୟାତ୍ମା ମାନଙ୍କ ଦ୍ୱାରା ଆଦୃତ ହୋଇଥାଏ। ସଦାସର୍ବଦା ପୁଣ୍ୟ କର୍ମ ଦ୍ୱାରା ଲୋକମାନେ ଦିବଲୋକରେ ଯାଇକି ପହଞ୍ଚିଥାନ୍ତି ବା ଆମେ ସେମାନଙ୍କର ଦିବଲୋକ ଯାତ୍ରା ସାଧାରଣତଃ ଆମେ କାମନା କରିଥାନ୍ତି। କାହିଁକି ନା ପୁଣ୍ୟ କର୍ମ ଦ୍ୱାରା ହିଁ ଏଇ ଦିବଲୋକରେ ପହଞ୍ଚିବା ସମ୍ଭବ ହୋଇପାରିଥାଏ, ନାହିଁକି ପାପ ଦ୍ୱାରା। ତେଣୁକରି ସଦାସର୍ବଦା ଆମେ ପୁଣ୍ୟକର୍ମ କରିବା ଦରକାର। ଆଉ ଏଇଭଳି ନିର୍ବାଚନରେ ଯାହା ଆମେ ଶିଖୁଛନ୍ତି ସେଇଭଳି ଆମକୁ ଦିବଲୋକକୁ ଗମନ କରିବା ପାଇଁ ହେଲେ ଏହି ପୁଣ୍ୟକର୍ମ ଦ୍ୱାରା ଆମେ ନିଜକୁ କ'ଣ କରିବା ଦରକାର ନା ସଦାସର୍ବଦା ସୁଶୋଭିତ କରିବା ଦରକାର। ତାପରେ ଆମେ ଏଠି ବିଷ୍ଟପ ଶବ୍ଦ ଦେଖିବା ପରେ ଆଉ ଗୋଟିଏ ଶବ୍ଦ ଆସୁଛି ନଭ, ଯାହାକି ସେହି ସୂର୍ଯ୍ୟଙ୍କ ଅର୍ଥରେ ପୁଣି ଏଥିରେ ବିଚାର କରାଯାଏ। ନଭ ଆଦିତ୍ୟୋ ଭବତି, ତାର ନିର୍ବାଚନ କେମିତି ହେଉଛି ନା ନେତା ଭାଷାಂ ଜ୍ୟୋତିଷାಂ ପ୍ରଣୟ ଅପିବା ଭନ ଏବ ସ୍ୟାଦ୍ ବିପରୀତଃ ନ ନ ଭବତି ନ ନ ଭାତି ଇତି ବା ଏତେନ ଦ୍ୟୋର୍ ବ୍ୟାଖ୍ୟାତା। ଏଇଭଳି ଭାବରେ ନଭର ଏଠି ବିଚାର କରାଯାଉଛି। କେମିତି ନା ପ୍ରତ୍ୟେକ ଦିଗରେ ପ୍ରକାଶକୁ ବିଖେରେ କିଏ ସୂର୍ଯ୍ୟଙ୍କର ଯେଉଁ ନଭ ନାମଟି ତାର ନିର୍ବାଚନରେ କୁହାଯାଏ ଯେ ନା ନଭ ନେତା ଭାଷାମ, ଅର୍ଥାତ୍ ପ୍ରତ୍ୟେକ ଏହି ସୂର୍ଯ୍ୟ କ'ଣ କରେ ନା ପ୍ରତ୍ୟେକ ଦିଗରେ ତାର ପ୍ରକାଶକୁ ବିଖରେଇ ଦିଏ। ସାଧାରଣତଃ ସୂର୍ଯ୍ୟ ଉଦୟ ହେବା ମାତ୍ରେ ସବୁ ଦିଗରେ ଆମକୁ କ'ଣ ହୁଏ, ଆଲୋକ ଆସିବାର ଅନୁଭବ ହୋଇଥାଏ। ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସବୁ ଦିଗ ଆମକୁ ଅନ୍ଧକାର ଦେଖାଯାଉଥାଏ। ଯେତେବେଳେ ସୂର୍ଯ୍ୟଙ୍କର ଉଦୟ ଘଟେ ସେତେବେଳେ ସମ୍ପୂର୍ଣ୍ଣ ଦିଗ କ'ଣ ହୁଏ, ଆଲୋକମୟ ହୋଇଯାଏ। ଜ୍ୟୋତିଷାಂ ପ୍ରଣୟ, ଅର୍ଥାତ୍ ଗ୍ରହ ନକ୍ଷତ୍ର ମାନଙ୍କୁ ସେମାନଙ୍କ ଗତିପଥରେ ଏହି ସୂର୍ଯ୍ୟଙ୍କ କିରଣ ହିଁ ନେଇଯାଇଥାଏ। ସେଥିପାଇଁ ତାକୁ ନଭ କୁହାଯାଏ। ଅର୍ଥାତ୍ ସମ୍ପୂର୍ଣ୍ଣ ଜ୍ୟୋତିଷ ଚକ୍ର କହିଲେ ଗ୍ରହ ନକ୍ଷତ୍ର ଏହି ସୂର୍ଯ୍ୟଙ୍କର କିରଣ ଜାଲରେ ବା କିରଣ ଜାଲର ଯେଉଁ ବଳୟରେ ସଦାସର୍ବଦା ଗତିଯୁକ୍ତ ହୋଇଥାନ୍ତି। ଆମେ ଏଟାକୁ ବୁଝିବା ପାଇଁ ହେଲେ ମନେକର ଟିକେ ମନେ ପକାନ୍ତୁ, ଯେତେବେଳେ ସୂର୍ଯ୍ୟମଣ୍ଡଳରେ ଆମେ ସୂର୍ଯ୍ୟଙ୍କ ଚାରିପଟେ ସବୁ ଗ୍ରହମାନଙ୍କୁ ଦେଖିଥାନ୍ତି, ସାଧାରଣତଃ ସୂର୍ଯ୍ୟଙ୍କର ସେ କିରଣ ଦ୍ୱାରା ବା ସୂର୍ଯ୍ୟଙ୍କର ବଳୟରେ ସବୁ ଗ୍ରହମାନେ କ'ଣ ହୋଇଥାନ୍ତି, ନିଜର ଗତିକୁ ଧରିଥାନ୍ତି ବା ସେମାନେ ତାଙ୍କର ଗତି ସମ୍ଭବ ହୋଇଥାଏ। ସେଥିପାଇଁ ଏଠି ନଭ ଶବ୍ଦର ନିର୍ବାଚନରେ ଜ୍ୟୋତିଷାಂ ପ୍ରଣୟ ବୋଲି ଏଠି ନିର୍ବାଚନ କରାଯାଇଛି। ପୁଣି କ'ଣ କୁହାଯାଉଛି ନା ଭନ ଭାସନଃ ଏବ ସ୍ୟାଦ୍ ବିପରୀତଃ। ଏଠି ଭନ କହିଲେ ତାର ଅର୍ଥ ହେଉଛି ଭାସମାନ, ଯାହାର କି କାନ୍ତି ଥାଏ, ଯିଏକି ପରିପ୍ରକାଶ ହେଉଥାଏ। ସେଇଭଳି ଯେଉଁ ଭନ ଶବ୍ଦଟି କ'ଣ ହୋଇଛି ନା ଏଠାରେ ତାକୁ ଓଲଟାଇ ଦେଇ, ଭନ କହିଲେ କାନ୍ତି ବା ପ୍ରକାଶ, ସେହି ପ୍ରକାଶ ରୂପକ ଅର୍ଥକୁ ନେଇ ଆସୁଥିବା ଯେଉଁ ଭନ ଶବ୍ଦ ତାକୁ ଓଲଟାଇ ଦେଇ, ତାର ସ୍ୟାଦ୍ ବିପରୀତ କହିଲେ ତାକୁ ଓଲଟାଇ ଦେଇ ନଭ ଶବ୍ଦଟି କରାଯାଇଛି। ନ ନ ଭାତି ଇତିବା, ଇଏ ପୁଣି କ'ଣ କୁହାଯାଉଛି ନା ନ ନ ଭାତି ଇତିବା, ଯାହା କେବେ ପ୍ରକାଶିତ ହୁଏ ନା ସେପରି ନୁହେଁ। ଅର୍ଥାତ୍ ଯାହା ସଦାସର୍ବଦା ପ୍ରକାଶମୟ ଅଟେ, ଯିଏ ସଦାସର୍ବଦା ପ୍ରକାଶମୟ ହୋଇ ରହିଥାଏ, ଏଇଭଳି ଭାବରେ ସୂର୍ଯ୍ୟଙ୍କୁ ନଭ କୁହାଯାଏ। ଏଟା କେବେ ସମ୍ଭବ କି? ସୂର୍ଯ୍ୟ କେବେ ପ୍ରକାଶମାନ ହେବେ ନାହିଁ? ନୁହଁ। ତେଣୁକରି ସେଇଠି ଏଇଭଳି ନିର୍ବାଚନ ଆମେ ଦେଖୁଛେ ନ ନ ଭାତି ଇତିବା, ଯିଏ କେବେ ହେଲେ ପ୍ରକାଶ ହୁଏ ନା ସେପରି କେବେ ହେଲେ ସମ୍ଭବ ନୁହେଁ ସୂର୍ଯ୍ୟଙ୍କ କ୍ଷେତ୍ରରେ। ସେଥିପାଇଁ କୁହାଗଲା ଯାହା ସର୍ବଦା ପ୍ରକାଶମୟ ଅଟେ, ଏଇଭଳି ଭାବରେ ସୂର୍ଯ୍ୟଙ୍କର ନଭ ନାମଟି ମଧ୍ୟ ସାର୍ଥକ ହେଲା। ସେଇଭଳି ଭାବରେ ଦିବଲୋକରେ ମଧ୍ୟ ଏହି ନଭ ଶବ୍ଦରେ ନିର୍ବାଚନ ବୁଝିବା ଉଚିତ ବା ତାର ଏଇଭଳି ବ୍ୟାଖ୍ୟା ଦେଖିବା ଦରକାର। ଏଇଭଳି ଭାବରେ ସୂର୍ଯ୍ୟଙ୍କର ଅନେକ ଗୁଡ଼ିଏ ନାମ ରହିଛି। ଆମେ ପୂର୍ବ ଭିଡ଼ିଓରେ ମଧ୍ୟ କେତେ ଗୁଡ଼ିଏ ନାମର ନିର୍ବାଚନ ବିଷୟରେ ବିଚାର କରିଥିଲେ। ବର୍ତ୍ତମାନ ମଧ୍ୟ ସୂର୍ଯ୍ୟଙ୍କର ନାକ, ଗୌ, ବିଷ୍ଟପ, ନଭ ଏଇଭଳି ଶବ୍ଦମାନଙ୍କର ଆଲୋଚନା କଲେ। ତ ଏଇଭଳି ଶବ୍ଦମାନଙ୍କର ନିରୁକ୍ତି ବା ନିର୍ବାଚନ ଆମକୁ ଅନେକ ଗୁଡ଼ିଏ କଥା ଶିଖାଏ, ଯାହାକି ଆମ ଦୈନନ୍ଦିନ ଜୀବନରେ ଅନେକ ପ୍ରଭାବ ପକାଏ। ତ ଏହିସବୁ ବିଷୟ ଗୁଡ଼ିକୁ ଆମେ ଜାଣିବା, ଭଲ ଭାବେ ବୁଝିବା ଏବଂ ସେଇ ଶବ୍ଦ ଗୁଡ଼ିକୁ ବୁଝି ଆମେ ତାକୁ କାମରେ ଯେ ଲଗେଇ ପାରିଲେ ଆମର ଏଇ ଯେଉଁ ବିଷୟଟି ଆମେ ବୁଝୁଛନ୍ତି ବା ବିଚାର କରୁଛନ୍ତି, ଏଟା ନିହାତି ଭାବରେ ସାର୍ଥକ ହୋଇପାରିବ। ଧନ୍ୟବାଦ।